Hi friends, welcome to our channel SBM Coaching Center. Friends, ଆଜିର ଭିଡ଼ିଓରେ ଆମେ ଦେଖିବା ଆପଣମାନଙ୍କର ମ୍ୟାଟ୍ରିକ୍ ମନ୍ତ୍ର ଯାହାର ଡେଲି ନ୍ୟୁଜ୍ ପେପର ଆପଣମାନଙ୍କର ସମ୍ବାଦ ପ୍ରମେୟରେ ଆସିଯାଇଛି। ଆଜିର ସବଜେକ୍ଟ ହେଉଛି ପ୍ରଥମ ଭାଷା ଓଡ଼ିଆ। ତ ଫ୍ରେଣ୍ଡସ୍, ଆପଣମାନେ ଏହି ଭିଡ଼ିଓଟି ଦେଖି ନିଜ ନିଜ ମାର୍କକୁ ଚେକ୍ କରନ୍ତୁ ଏବଂ ଏହି ପ୍ରାକ୍ଟିସ୍ ଗୁଡ଼ିକରୁ ବାରମ୍ବାର ପ୍ରାକ୍ଟିସ୍ କରନ୍ତୁ। ତା ସହିତ ଆମେ ଲଙ୍ଗ୍ କୋଶ୍ଚିନ୍ ମଧ୍ୟ ଅଛି। ଲଙ୍ଗ୍ କୋଶ୍ଚିନ୍ ଆମେ ସବଜେକ୍ଟ ଅବଜେକ୍ଟ ଉଭୟ ଚେକ୍ କରିବା। ତା ସହିତ ସାଙ୍ଗମାନେ ଯଦି ଆପଣମାନେ ଏମିତିକା ଡେଲି ଏକ୍ଜାମ୍ ରିଲେଟିଭ୍ କୌଣସି ଭିଡ଼ିଓ କିମ୍ବା ପ୍ରାକ୍ଟିସ୍ ସେଟ୍ ଯଦି ପାଇବାକୁ ଚାହୁଁଛନ୍ତି ତାହେଲେ ଏବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ଟି ଦବାଇ ଅଲ୍ ନୋଟିଫିକେସନ୍କୁ କ୍ଲିକ୍ କରିଦିଅନ୍ତୁ। ଯାହାଫଳରେ କି ମୁଁ ଯେତେବେଳେ କୌଣସି ଭିଡ଼ିଓ ଅପଲୋଡ଼ କରିବି ସର୍ବପ୍ରଥମେ ଆପଣମାନେ ହିଁ ଏହାର ନୋଟିଫିକେସନ୍ ପାଇପାରିବେ। ଚାଲନ୍ତୁ ଡେରି ନକରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଆପଣମାନେ ମଧ୍ୟ ନିଜ ନିଜ ମାର୍କ ଚେକ୍ କରନ୍ତୁ। 1 ନମ୍ବର ପ୍ରଶ୍ନ ହେଲା, ପ୍ରକୃତିକୁ ନାୟିକା କରି କିଏ ଚିଲିକା ଖଣ୍ଡକାବ୍ୟ ରଚନା କରିଥିଲେ? ଅପସନ୍ ଏ କହିଛି ଉପେନ୍ଦ୍ର ଭଞ୍ଜ, ଅପସନ୍ ବି ରାଧାନାଥ ରାୟ, ଅପସନ୍ ସି ଶାରଳା ଦାସ, ଅପସନ୍ ଡି ଗଙ୍ଗାଧର ମେହେର। ରାଇଟ୍ ଆନ୍ସର୍ ହେବ ରାଧାନାଥ ରାୟ। ପ୍ରକୃତିକୁ ନାୟିକା କହିଛନ୍ତି। ଚିଲିକା ଖଣ୍ଡକାବ୍ୟରେ କବି ରାଧାନାଥ ରାୟ ପ୍ରକୃତିକୁ ନାୟିକା ରୂପରେ ସଜେଇଛନ୍ତି। 2 ନମ୍ବର କହିଲା, ମୀନଜୀବୀମାନେ କାହାର ଶିଖରରେ ସନ୍ଧ୍ୟା ତାରା ଦେଖିଥିଲେ? ମୀନଜୀବୀମାନେ ଭାଲେରୀ ପାହାଡ଼ ଶିଖରରେ ସନ୍ଧ୍ୟା ତାରା ଦେଖିଛନ୍ତି। ଗଲାଣି ତ ଗଲା କଥାରେ ସଙ୍ଗାତ, ଏହାର ରଚୟିତା କିଏ? ଏହା ରଚୟିତା ହେଉଛନ୍ତି କବିସୂର୍ଯ୍ୟ ବଳଦେବ ରଥ। କବିବର ରାଧାନାଥ ରାୟ କାହାକୁ ମୃତ୍ୟୁଞ୍ଜୟ ବୋଲି କହିଛନ୍ତି? ସେହି କବିସୂର୍ଯ୍ୟ ବଳଦେବ ରଥଙ୍କୁ ମୃତ୍ୟୁଞ୍ଜୟ ବୋଲି କହିଛନ୍ତି। ତରଣୀରେ ଜଳୁଥିବା ମଶାଲକୁ କବି କାହା ସହିତ ତୁଳନା କରିଛନ୍ତି? ତରଣୀରେ ଜଳୁଥିବା ମଶାଲକୁ କବି ପାପମୂର୍ତ୍ତି ସହିତ ତୁଳନା କରିଛନ୍ତି। ପାପ ଗର୍ତ୍ତରେ କିଏ ପଡ଼େ? ପାପ ଗର୍ତ୍ତରେ ଅଜ୍ଞାନ ପଡ଼େ। ସାଙ୍ଗମାନେ ଯଦି ତରି ଗର୍ତ୍ତରେ ଯଦି କହିବ, ତରି ଗର୍ତ୍ତରେ ମୀନ ପଡ଼େ, ତ ପାପ ଗର୍ତ୍ତରେ ଅଜ୍ଞାନ ପଡ଼ିଥାଏ। ଶିଖାର ଉଠିବା ପଡ଼ିବାକୁ ଦୁଃଖୀ ମନର କାହା ସହିତ କବି ତୁଳନା କରିଛନ୍ତି? ଦୁଃଖୀ ମନର ଆଶା ସହିତ ତୁଳନା କରିଛନ୍ତି। ଜ୍ୟୋତ୍ସ୍ନା ପରିପ୍ଲୁତ ଜଳ ସ୍ଥଳ ଓ ନଭ କେଉଁଥିରେ ଧୋଇଲା ପରି ଜଣାପଡ଼ୁଛି? ପାରଦରେ ଧୋଇଲା ପରି ଜଣାପଡ଼ୁଛି। ଛାୟା ମିଶ୍ରିତ କରରେ ବନସ୍ଥଳୀ କାହା ପରି ଶୋଭା ଦେଖାଯାଉଛି? ନା ଚନ୍ଦ୍ରଚୂଡ଼ ପରି ଶୋଭା ଦେଖାଯାଉଛି। କାହା ଉପଦ୍ରବରେ ଲୋକାଳୟ ତ୍ୟାଗ କରି ଶାନ୍ତି ଏଠାରେ ଅବସ୍ଥାନ କରିଛି ବୋଲି କବି କଳ୍ପନା କରିଛନ୍ତି? କଳି ଉପଦ୍ରବରେ ଶାନ୍ତି ଯାଇକରି କୋଉଠେ ବନସ୍ଥଳୀରେ ଆଶ୍ରୟ ନେଇଛି ବୋଲି, ସେ ଚିଲିକାର ତଟରେ ଆଶ୍ରୟ ନେଇଛି ବୋଲି କବି ଏଠି କହିଛନ୍ତି। ମାତୃଭାଷା ଓ ଲୋକଶିକ୍ଷା ପ୍ରବନ୍ଧଟି କେଉଁ ପୁସ୍ତକରୁ ସଂଗୃହୀତ? ମାତୃଭାଷା ଲୋକଶିକ୍ଷା ପ୍ରବନ୍ଧଟି କବିଙ୍କର ଓଡ଼ିଆ କେବେ ପ୍ରବନ୍ଧରୁ ସଂଗୃହୀତ। କେଉଁ ଭାଷା ଜନତାର ପ୍ରଥମ ପ୍ରୟୋଜନ? ଆଞ୍ଚଳିକ ଭାଷା ଜନତାର ପ୍ରଥମ ପ୍ରୟୋଜନ। ଗାନ୍ଧିଜୀ କାହାକୁ ମାତୃସ୍ତନ୍ୟ ପରି ମୂଲ୍ୟବାନ ମନେ କରୁଥିଲେ? ଗାନ୍ଧିଜୀ ମାତୃଭାଷାକୁ ମାତୃସ୍ତନ୍ୟ ପରି ମୂଲ୍ୟବାନ ମନେ କରୁଥିଲେ। 14 ନମ୍ବର, ଇସ୍ରାଏଲର ରାଜ୍ୟଭାଷାର ନାମ କ'ଣ? ଇସ୍ରାଏଲର ରାଜ୍ୟଭାଷାର ନାମ ହେଉଛି ହିବ୍ରୁ। ଗଣତନ୍ତ୍ରର ମୂଳମନ୍ତ୍ର କ'ଣ? ଗଣତନ୍ତ୍ରର ମୂଳମନ୍ତ୍ର ହେଉଛି ଶିକ୍ଷା। ତାପରେ ଦେଖିବା 16 ନମ୍ବର, ସମୂହ ଜନତାକୁ ଅଳ୍ପ ସମୟ ଭିତରେ ଶିକ୍ଷିତ କରାଇବାକୁ ହେଲେ କ'ଣ ସର୍ବୋତ୍କୃଷ୍ଟ ମାଧ୍ୟମ ଅଟେ? ନା ମାତୃଭାଷା ହିଁ ଏହାର ସର୍ବୋତ୍କୃଷ୍ଟ ମାଧ୍ୟମ ଅଟେ। ବିଶିଷ୍ଟ ଲେଖକ ଶ୍ରୀଯୁକ୍ତ ଅନ୍ନଦାଶଙ୍କ ରାୟ ଓଡ଼ିଆ ଭାଷା ଛାଡ଼ି କେଉଁ ଭାଷାରେ ଲେଖିଥିଲେ? ଓଡ଼ିଆ ଭାଷା ଛାଡ଼ି ସେ ବଙ୍ଗାଳୀ ଭାଷାରେ ଲେଖିଥିଲେ। ନିଜକୁ ପ୍ରକାଶ କରିବା ପାଇଁ ସବୁଠାରୁ ସହଜ ଓ ସ୍ୱାଭାବିକ ମାଧ୍ୟମଟି କ'ଣ? ସବୁଠାରୁ ସହଜ ଓ ସ୍ୱାଭାବିକ ମାଧ୍ୟମ ହେଉଛି ମାତୃଭାଷା। ଆମ ଦେଶରେ ଜ୍ଞାନ ଭଣ୍ଡାରଟା କେଉଁ ଭାଷାରେ ଥିବାରୁ କୋଟି କୋଟି ଜନତା ଆଖି ଥାଉ ତ ଅନ୍ଧ ହୋଇଯାଇଛନ୍ତି? ନା ଇଂରାଜୀ ଭାଷାରେ ଥିବାରୁ ଏହା କୋଟି କୋଟି ଜନତା
ज्ञान थाउ थाउ कौन आखि थाउ थाउ अंध हो जाइछन्ति। लोकଙ୍କ ଠାରୁ ଦୂରରେ ରହି ଯେଉଁ କୃଷି ସେଥିରେ ଲୋକଙ୍କ ଠାରୁ ଦୂରରେ ରହି ଯେଉଁ କୃଷି ସେଥିରେ କାହାର ଶ୍ରାଦ୍ଧ ବି ହୋଇପାରିବ ନାହିଁ, କାହାର ଋଷିଙ୍କର ଶ୍ରାଦ୍ଧ ବି ହୋଇପାରିବ ନାହିଁ ବୋଲି ଏଠି କୁହାଯାଇଛି। କଳିଙ୍ଗର ମହାରାଣୀ କିଏ? କଳିଙ୍ଗର ମହାରାଣୀ ହେଉଛନ୍ତି କିଏ ନା କୁରୁବକୀ। କୁରୁବକୀ ହେଉଛନ୍ତି କଳିଙ୍ଗର ମହାରାଣୀ। 22 ନମ୍ବର, ରାଜା ନିଜର ଉତ୍ତରାଧିକାରୀ ମନୋନୀତ କରିବେ। ଏ ତ ଗଣତନ୍ତ୍ର ନିୟମ। ଏକଥା କିଏ କହିଛନ୍ତି? ମହାମନ୍ତ୍ରୀ କହିଛନ୍ତି। କିଏ? ମହାମନ୍ତ୍ରୀ। ଅପସନ୍ ସି ହେବ ରାଇଟ୍ ଆନ୍ସର। 23 ନମ୍ବର, ରାଜେଶ୍ୱରୀ ତାଙ୍କ ସହିତ ସମ୍ମୁଖ ସମରକୁ ଯିବା ପାଇଁ କେତେ ଜଣ ଯୋଦ୍ଧାକୁ ଚାହିଁଥିଲେ? ଏହା ରାଇଟ୍ ଆନ୍ସର ହେବ 12 ଜଣ ଯୋଦ୍ଧାଙ୍କୁ ଚାହିଁଥିଲେ। କଳିଙ୍ଗକୁ ଜୟ କରିବାକୁ ମାତ୍ର କେତେ ଦିନ ଲାଗିବ ବୋଲି ମହାମନ୍ତ୍ରୀ ଅଶୋକଙ୍କୁ କହିଥିଲେ? ମାତ୍ର 2 ଦିନ ଲାଗିବ ବୋଲି ମହାମନ୍ତ୍ରୀ ଅଶୋକଙ୍କୁ କହିଥିଲେ। ରାଜନୀତିର ବ୍ରହ୍ମାସ୍ତ୍ର କ'ଣ? ରାଜନୀତିର ବ୍ରହ୍ମାସ୍ତ୍ର ହେଉଛି ଷଡ଼ଯନ୍ତ୍ର। କେଉଁଠାରେ ଗୋଟିଏ କାର୍ ଆକ୍ସିଡେଣ୍ଟରେ ପୁରବୀଙ୍କର ମୃତ୍ୟୁ ହୋଇଥିଲା? ରାଇଟ୍ ଆନ୍ସର ହେଉଛି ମାଡ୍ରାସରେ। 27 ନମ୍ବର, ପୁରବୀ ଖଣ୍ଡିଏ ଚିଠି ସହିତ ସୁବ୍ରତଙ୍କୁ କ'ଣ ଉପହାର ଦେଇଥିଲେ? ପୁରବୀ ଖଣ୍ଡିଏ ଚିଠି ସହିତ ସୁବ୍ରତଙ୍କୁ ଗୋଟେ ନେଳି କଲମ ଦେଇଥିଲେ। କାହାର ଅଦୃଶ୍ୟ ପ୍ରେରଣାରେ ସାହିତ୍ୟରେ ସୁବ୍ରତଙ୍କ ଜୀବନ ସାର୍ଥକ ହୋଇଛି? ପୁରବୀଙ୍କ ଅଦୃଶ୍ୟ ପ୍ରେରଣାରେ ସୁବ୍ରତଙ୍କ ଜୀବନ ସାର୍ଥକ ହୋଇଛି। ପ୍ରୀତି ନେଳି କଲମଟିକୁ କାହାକୁ ବିକିଦେଲେ? ଘନଶ୍ୟାମ ବାବୁଙ୍କ ସ୍ତ୍ରୀକୁ ବିକିଥିଲେ। ପ୍ରୀତି ନେଳି କଲମଟିକୁ କେତେ ଟଙ୍କାରେ ବିକିଲେ? ପ୍ରୀତି ନେଳି କଲମଟିକୁ କେତେ ଟଙ୍କାରେ? 10 ଟଙ୍କାରେ ବିକ୍ରି କରିଦେଲେ। ଅବସାଦ ଏଠାରେ ସତ୍ୱବିଧି ହୋଇନାହିଁ କାହିଁକି? କାହିଁକି ନା ଏଠି ଅପରେ ଦନ୍ତସ ଥିବାରୁ ଅପରେ ଦନ୍ତସ ଥିବାରୁ ଏଠି ସତ୍ୱବିଧି ହୋଇନାହିଁ। ଭାସମାନ ଏଠାରେ ସତ୍ୱବିଧି ହୋଇନାହିଁ କାହିଁକି? ଭାସମାନ ଏଠି ସତ୍ୱବିଧି ହେଇନି। ଭାସମାନ ଆ ଉଚ୍ଚାରଣ ହେଉଛି ନା ଭାସମାନ ବା ଆ ପରେ ସ ଥିବାରୁ ଏଟା ମୂର୍ଧନ୍ୟ ସ ହୋଇନାହିଁ। ନିମ୍ନୋକ୍ତ କେଉଁ ଶବ୍ଦରେ ସ୍ୱାଭାବିକ ଭାବରେ ମୂର୍ଧନ୍ୟ ସ ବ୍ୟବହୃତ ହୋଇଛି? ନିମ୍ନୋକ୍ତ କୋଉଟା ହେବ ନା ପାଷାଣ। ପାଷାଣଟା ସ୍ୱାଭାବିକ ଭାବରେ ଏଠି କ'ଣ ହେଇଛି? ମୂର୍ଧନ୍ୟ ସ ହୋଇଛି। ନିମ୍ନୋକ୍ତ କେଉଁ ଶବ୍ଦରେ ସ୍ୱାଭାବିକ ଭାବରେ ମୂର୍ଧନ୍ୟ ସ ହୋଇଛି? କେଉଁ ଶବ୍ଦ ହେବ? ରାଇଟ୍ ଆନ୍ସର ହେବ ଭାଷା। ତାପରେ ଦେଖିବା 35 ନମ୍ବର, ନିଷ୍ଫଳ ଏଠାରେ ଦନ୍ତସ କାହିଁକି ମୂର୍ଧନ୍ୟ ସ ହୋଇଛି? କାରଣ ଏଠାରେ କ'ଣ ହେଇଛି ନା ବିସର୍ଗ ପରେ ନିଯୁକ୍ତ ଫଳ ନିଷ୍ଫଳ। ସେଥିପାଇଁ ବିସର୍ଗ ଇ ପରେ ସ ଥିବାରୁ ଏଇଠି କ'ଣ ହେଇଛି? ଦନ୍ତ ସ ପରିବର୍ତ୍ତେ ମୂର୍ଧନ୍ୟ ସ ହୋଇଛି। ନିମ୍ନୋକ୍ତ କେଉଁ ପଦରେ ସ୍ୱାଭାବିକ ଭାବରେ ମୂର୍ଧନ୍ୟ ସ ହୋଇନାହିଁ? ରାଇଟ୍ ଆନ୍ସର ହେଉଛି ସି ଔଷଧ। ଧୂଳିସାତ ଏଠାରେ ଦନ୍ତ ସ କାହିଁକି ମୂର୍ଧନ୍ୟ ସ ହୋଇନାହିଁ? କାରଣ ଏଠାରେ କ'ଣ ହେଇଛି? ସାତ ପ୍ରତ୍ୟୟ ଯୁକ୍ତ ହୋଇଥିବାରୁ ଏଠି ଦନ୍ତ ସ ମୂର୍ଧନ୍ୟ ସ ହୋଇନାହିଁ। ନୋଟିସ୍ ଏଠାରେ କାହିଁକି ଦନ୍ତ ସ ମୂର୍ଧନ୍ୟ ସ ହୋଇନାହିଁ? କାରଣ ଇଏ ହେଉଛି ଗୋଟେ ବୈଦେଶିକ ଶବ୍ଦ। ଯଦି କୌଣସି ବୈଦେଶିକ ଶବ୍ଦରେ ଦନ୍ତ ସଟା ମୂର୍ଧନ୍ୟ ସ ହେବ ନାହିଁ। ଆବିଷ୍କାର ଏଠାରେ ଦନ୍ତ ସ କାହିଁକି ମୂର୍ଧନ୍ୟ ସ ହୋଇନି? କାରଣ ଏଠାରେ ଆବିଃଯୁକ୍ତ ଇକାର ପରେ ବିସର୍ଗ ପରେ ସ ଥିବାରୁ ସେ କ'ଣ ହେଇନି? ଦନ୍ତ ସଟା ମୂର୍ଧନ୍ୟ ସ ହୋଇନାହିଁ। ସାଲିସ ଏଠାରେ ଦନ୍ତ ସ କାହିଁକି ମୂର୍ଧନ୍ୟ ସ ହୋଇନି? କାହିଁକି ନା ସାଲିସଟା ଗୋଟେ ବୈଦେଶିକ ଶବ୍ଦ ନା ନାହିଁ, ସେଥିପାଇଁ ଇକାର ବୈଦେଶିକ ଶବ୍ଦ ହେଇଥିବାରୁ ଏଠାରେ ଦନ୍ତ ସ ମୂର୍ଧନ୍ୟ ସ ହୋଇନାହିଁ। ତାପରେ ଦେଖିବା 41 ନମ୍ବର, ନିମ୍ନୋକ୍ତ କେଉଁଠି ସତ୍ୱବିଧି ନିୟମର ବ୍ୟତିକ୍ରମ ଦେଖାଯାଏ? କେଉଁଠି ଦେଖିଲେ ସାଙ୍ଗମାନେ? ଅନୁସନ୍ଧାନ ନା ନିଷାଦ ନା ଚତୁଷ୍ପଦ ନା ବହିଷ୍କୃତ?
ତା ଅନୁସନ୍ଧାନ। उत्कर्ष एठारे दंत स कहीं मूर्धन्य स होइछि एठारे दंत स कहीं ना एठारे उत्कर्ष र परे स थिबारु एठी दंत स मूर्धन्य स होइछि दंत सटा मूर्धन्य स होइछि। अग्निसात एठारे कहीं होइछि कारण एठारे सात प्रत्यय अग्नियुक्त सात अग्निसात सात प्रत्यय युक्त होइथिबारु कौन होइछि दंत सटा मूर्धन्य स होई नाही। निम्नोक्त केउं शब्द रे वचनगत अशुद्धि रही वचनगत अशुद्धि कोट देखिले साग माने सुकेशिनी सबु छात्र माने अधिक अधिक्यता सौजन्यता तो सबु छात्र माने एठी कोन अछि वचनगत अशुद्धि अछि कहिना सबु अछि माने छात्र माने हबनी जदि छात्र माने कहि थाता सबु कटि थाता जेहेतु रे सबु छात्र मान उभय थिबार एटा होय वचनगत अशुद्धि। गोटे पिंपुड़ीटी यही शब्द रे केउ प्रकार अशुद्धि रही गोटे पिंपुड़ीटी ये वचनगत गोटे लगे पिंपुड़ीटी हेनी एक वचन यहाँ एक वचन यहाँ एक वचन से यहाँ हूँ वचनगत अशुद्धि। शुद्ध शब्दटी को चिन्ह शुद्ध से बही गुड़िक जनता मानकर जनतार है माने मानकर हम ना प्रत्येक लोक मैंने प्रत्येक लोक मान हेनी कि आम खाली लोक मैंने कहीपर ना प्रत्येक लोक बोली कहीपर प्रत्येक लोक मैंने कहीपर ना सबु बही गुड़िक कह बही गुड़िक कहीपर नचेत सबू कहीपर सबू बही कहीपर ताने ये बही गुड़िक हम राइट आंसर यहाँ हम ना। अशुद्ध शब्दटी को चिन्हटा कर अशुद्ध शब्द कौटा अशुद्ध जनतार हेनी पिंपुड़ीटीए लोक मैंने पिंपुड़ीटी हम लोक मैंने हम जनतार हम जनता मानकर हम ना तो यहाँ अशुद्धि अच्छी ऑप्शन सी हम राइट आंसर। निम्नोक्त केउं शब्द रे लिंगगत अशुद्धि रही लिंगगत अशुद्धि होची उत्कर्षता पूर्वान्न पूजास्पद सुकेशिनी हम तापरे शुद्ध शब्द चिन्ह शुद्ध शब्द होची कोड़ा कृपणता जनता मानकर अपराह्न 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 हम अण रहिबो कार्पण्यता वैश्या हो वैश्या राइट आंसर हम डी। 50 नंबर निम्नोक्त केउं शब्द रे विशेष्या विशेषणगत विशेष्य विशेषणगत अशुद्धि रही कोड़ा हम ठीक अच्छे सब छात्र मान भूल एटा भूल कृष्ण एटा भूल तो संक्षिप्त ये ठीक अच्छे तो ऑप्शन सी हम राइट आंसर। फ्रेंड्स एबे आमे 50टा एमसीक्यू आलोचना कले आपण मानकर ओडिया सब्जेक्ट रो ए 50 रु आपण मानकर केते स्कोर रहिला निश्चित रूपे कमेंट माध्यम जणाइबे ता सहित आमे आ गोटे पार्ट रे एहर आमे कणबा सब्जेक्ट क्वेश्चन गुडी कानिबा से पर्यंत आम चैनल गुडी को चैनल सहित जड़ित हो रुहतु चैनल को हमर सब्सक्राइब करी ऑल नोटिफिकेशन को दबाई दियंतु जहाँ फल मु जिते नेक्स्ट वीडियो आनिबी सर्वप्रथम आपण मैंने यार नोटिफिकेशन पाई परिबे। सांग माने आपण मान बोर्ड एग्जाम पाखिलानी आशा करुच्ची आपण मान निश्चित रूपे भलसे पढ़ापढ़ी करुथिबे एवं आउरी टिके पढ़ापढ़ी करंतु आ रहला एक मास परीक्षा एक मास भितर जेमिति भल टिके मार्क आसीबो।